ହରେ କୃଷ୍ଣ ସମସ୍ତଙ୍କୁ। ତ ଆଜି ମୁଁ ତିଲ୍ ସମ୍ବନ୍ଧରେ ଆଲୋଚନା କରିବି। ଶରୀରରେ କେଉଁଠି କେମିତି ତିଲ୍ ଥିଲେ କେମିତି ହୁଏ ତାଙ୍କ ମନୋଭାବନା, ତ ସେଇ ସମ୍ବନ୍ଧରେ ଆଲୋଚନା କରିବି। 10ଟା ପଏଣ୍ଟ ମୁଁ କରିଛି, ଯେ ତାପରେ ଆହୁରି ପଏଣ୍ଟ କରିବି ଏବଂ କହିବି ସେଗୁଡ଼ା। ତ ସେ 10ଟାକୁ ଶୁଣନ୍ତୁ, ସେ ଜାଣିପାରିବେ। ଯଦି କାହାର ମସ୍ତକ ଉପରେ ତିଲ୍ ଥାଏ, ସେମାନେ ମେଧାବୀ ଏବଂ ବୁଦ୍ଧିଶାଳୀ। ମେଧାବୀ ହୁଏ, ବୁଦ୍ଧିଶାଳୀ ବି ହୁଏ, ଜ୍ଞାନୀ ବି ହୁଏ। ଏବଂ କାହାର ଯଦି କପାଳରେ ବାଁ କରକୁ ଯଦି ତିଲ୍ ଥାଏ, ସେମାନେ କୁଚିନ୍ତା କରନ୍ତି। ଅଶୁଦ୍ଧ ଚିନ୍ତା, ଏମାନଙ୍କ ଚିନ୍ତା କୌଣସି ଶୁଦ୍ଧ ନେଇ ଖରାପ ଚିନ୍ତା କରନ୍ତି। ଯେଉଁମାନଙ୍କର କପାଳର ଡାହାଣ କରେ ତିଲ୍ ଥାଏ, ସେମାନେ ସୌଭାଗ୍ୟବାନ ହୁଏ। ସୁଚିନ୍ତା କରେ, ଜୀବନରେ ଉନ୍ନତି କାଂକ୍ଷା ହୁଏ, ଯେ ସଫଳ ହେବି, ଏମିତି ଚିନ୍ତା ଥାଏ ତାଙ୍କର, ସେମାନେ ସୌଭାଗ୍ୟବାନ ହୁଏ। ଯଦି କାହାର ଭୁରୁରେ, ଏଠି ବା ଏପଟେ, ଏପଟେ ବା ଏପଟେ, ଦୁପଟେ ବି ଭୁରୁରେ ଯଦି ତିଲ୍ ଥାଏ, ଦୁଇ କର ହିଁ, ଜାଣିଦିଅ ମାନେ ବହୁତ ଚିନ୍ତାଶୀଳ। ମାନେ ସାମାନ୍ୟ ବିଷୟରେ ବହୁତ ବଡ଼ ବଡ଼ ଚିନ୍ତା କରେ, କି କିଛି କରିପାରେ ନା, ଅତିରିକ୍ତ ଚିନ୍ତା କରେ। ଆଉ ଯେଉଁମାନଙ୍କର ଉପର ଓଠକୁ ତିଲ୍ ଥାଏ, ସେମାନେ କର୍ତ୍ତବ୍ୟ ପ୍ରାୟ ହେବ। ମାନେ କୌଣସି ଦାୟିତ୍ୱକୁ ସେ ବୁଝେ, ଦାୟିତ୍ୱ ପାଳନ କରିବାକୁ ସେ ସମର୍ଥବାନ। ଏବଂ ନିଚ ଓଠରେ ଯଦି ତିଲ୍ ଥାଏ, ସେମାନେ ବିଲାସୀ, ମାନେ କୌଣସି ଦାୟିତ୍ୱ ନେବାକୁ ପ୍ରସ୍ତୁତ ନଥାଏ। শুধু ବିଲାସ କରିକି ଘୁରିବେ, ଖାଇବେ, ଏମିତି। ଯଦି କାହାର ନାକ ମଝିରେ, ଏକଦମ ବିଚ୍ ନାକରେ ଯଦି ତିଲ୍ ଥାଏ, ସେମାନେ ବହୁତ ଶାନ୍ତ, ବହୁତ ଶାନ୍ତ, ବଡ଼ ବଡ଼ ଚିନ୍ତାକୁ ବି ମାନେ ଶାନ୍ତ ରହିକି କଟାଇ ଦିଏ। ଆଉ ଯଦି ବାମ ନାକରେ କାହାର ତିଲ୍ ଥାଏ, ମାନେ ନାକ ଏପଟେ ଥାଏ, ଜାଣିଦିଏ ମାନେ ତାଙ୍କର ବହୁତ ଜୀବନରେ ବାଧା ବିପତ୍ତି ଆସେ। ଜୀବନରେ ଏତେ ସହଜ ନୁହେଁ ତାଙ୍କର ଜୀବନ। ପ୍ରତିଟା ପଦକ୍ଷେପରେ ତାଙ୍କର ବାଧା ଆସେ, ସଫଳ ହେବାକୁ ବହୁତ କଷ୍ଟ ହୋଇଥାଏ। ଆଉ ନାକର ଡାହାଣ କରକୁ ଏପଟକୁ ଯଦି ତିଲ୍ ଥାଏ, ସେମାନେ ସୌଭାଗ୍ୟବାନ ହୁଏ। କାହିଁକି ନା ଏମାନଙ୍କର ଜୀବନରେ ଦୈବିକ କୃପା ଥାଏ, ସଫଳ ହେବାକୁ ମାନେ ଅବଶ୍ୟ ହିଁ ସଫଳ ହୁଏ, ସଫଳତା ବି ଅର୍ଜନ କରେ ଏବଂ ସୌଭାଗ୍ୟବାନ ବି ହୁଏ। ତ ଆଜି ଏତିକି, ପର ଭିଡ଼ିଓରେ ଆହୁରି ଆଲୋଚନା କରିବି ତିଲ୍ ସମ୍ବନ୍ଧରେ। ତ ସମସ୍ତଙ୍କୁ ହରେ କୃଷ୍ଣ, ଜୟ ଜଗନ୍ନାଥ।